ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 8ଟି ସଂକେତ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆମେ ସମସ୍ତେ ଭଲକୁ ହିଁ ଗ୍ରହଣ କରିଥାଉ, କିନ୍ତୁ ଯେତେବେଳେ ଖରାପ ସମୟ ମଣିଷର ଆସିଥାଏ ତା ପୂର୍ବରୁ ଈଶ୍ୱର ଆମକୁ କିଛି ସଂକେତ ଦେଇଥାନ୍ତି। ସେହି ସଂକେତ ଦେଖିକରି ଆମେ ଯଦି ସୁଧୁରି ଯିବା, ତେବେ ଆମର ନିକଟ ଭବିଷ୍ୟତରେ ବା ଆଗକୁ ଆସୁଥିବା ଖରାପ ସମୟ ଏମିତି ଟଳିଯିବ, ଯେତିକି କଷ୍ଟ ଦେବା କଥା ତାଠୁ ଅଧା ଦେଇ ଚାଲିଯିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଏମିତି ସମୟ ଆସିଥାଏ, କିନ୍ତୁ ଆମେ ତାହାକୁ ଦେଖିକରି ଅଣଦେଖା କରିଥାଉ। ଦର୍ଶକ ବନ୍ଧୁ, ଆପଣମାନେ ଏହି ଜିନିଷଟି ବା ଏହି ଭିଡ଼ିଓଟି ଦେଖିକରି ସୁଧୁରି ଯାଆନ୍ତୁ। ଯଦି ଆପଣଙ୍କୁ ଏହି ସଂକେତ ଦେଖାଯାଉଛି, ତେବେ ତୁରନ୍ତ ଏହି ଉପାୟ ସବୁ କରିଦିଅନ୍ତୁ, ବିପଦ ଆପେ ଆପେ ଟଳିଯିବ। ଏବେ ଦର୍ଶକ ବନ୍ଧୁ, ତେବେ ଚାଲନ୍ତୁ ଆମେ ଜାଣି ରଖିବା ଯେ କେଉଁ ସଂକେତ ସବୁ ଈଶ୍ୱର ଆମକୁ ଦେଇଥାନ୍ତି। ତା ପୂର୍ବରୁ ଗୋଟିଏ ଛୋଟିଆ କାହାଣୀ କହୁଛି। ଗୋଟିଏ ଜାଗାକୁ ସାଧୁ ସନ୍ଥମାନେ ଆସିଥିଲେ ଏବଂ ସୁନ୍ଦର ପ୍ରବଚନ ମଧ୍ୟ ଦେଉଥିଲେ। ସେଠି ସାଧୁ ଜଣକ ପ୍ରବଚନରେ କହିଥିଲେ କି ଈଶ୍ୱର ଆମକୁ ପ୍ରତି ମୁହୂର୍ତ୍ତରେ ସାହାଯ୍ୟ କରନ୍ତି, ଆମର ଭଲ ହେଉ ଆମର ମନ୍ଦ ହେଉ। ତ ଏମିତିରେ ସେହି ଜଣେ ଶିଷ୍ୟ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। ସେଠି ଗୋଟିଏ ଭୟଙ୍କର ବାଘ ଆସିଲା ଏବଂ ସେହି ଶିଷ୍ୟ ଜଣକ କହିଲେ, ସାଧୁ ତ କହିଛନ୍ତି ଭଲ ହେଉ କି ଖରାପ ହେଉ ଈଶ୍ୱର ସାହାଯ୍ୟ କରୁଛନ୍ତି। ସେ କୁଆଡ଼େ ବି ନ ଯାଇକରି ସେମିତି ସେହି ବାଘ କବଳରେ ଛିଡ଼ା ହେଲା। ତ ସେଠି ଜଣେ ଲୋକ ଆସି କହିଲା ଯେ ଦୌଡ଼ି ଚାଲ, ଗୋଟେ ଭୟାନକ ବାଘ ଆସୁଛି। ଏହା ଶୁଣିବା ପରେ ବି ଶିଷ୍ୟ ଜଣକ ସେହି ଜଙ୍ଗଲ ରାସ୍ତାରୁ ଲୁଚିଲା ନାହିଁ କିମ୍ବା ଗଲା ନାହିଁ। ଏମିତିରେ କିଛି ସମୟ ପରେ ସେହି ବାଘ ଆସିକରି ସେହି ଲୋକଟିକୁ ମରଣାନ୍ତକ ଆକ୍ରମଣ କଲା। ଅଳ୍ପ କି ତାର ପ୍ରାଣ ବଞ୍ଚିଗଲା। କିଛି ସମୟ ପରେ ସେହି ଶିଷ୍ୟ ଜଣକ ସେହି କ୍ଷତାକ୍ତ ଅବସ୍ଥାରେ ସାଧୁଙ୍କୁ ଭେଟିବା ପାଇଁ ଯାଇଥିଲେ। ଆପଣ ତ କହିଥିଲେ ଯେ ଈଶ୍ୱର ଆମକୁ ସାହାଯ୍ୟ କରନ୍ତି, ଭଲରେ ହେଉ କିମ୍ବା ଖରାପରେ ହେଉ, ସୁଖରେ ହେଉ କିମ୍ବା ଦୁଃଖରେ ହେଉ। ମୁଁ ଏତେ ବଡ଼ ପରିସ୍ଥିତିର ସାମ୍ନା କଲି, ଈଶ୍ୱର ମୋତେ ସାହାଯ୍ୟ କଲେ ନାହିଁ। ତ ଏହା ଶୁଣିକରି ସାଧୁ ମହାତ୍ମା ଜଣକ କହିଲେ ଯେ ତୁମକୁ ଯେତେବେଳେ ବାଘ ଆକ୍ରମଣ କରିବାକୁ ଆସୁଥିଲା, ତା ପୂର୍ବରୁ ଗୋଟାଏ ଲୋକ ତୁମକୁ କହିଥିଲା ଯେ ଦୌଡ଼ି ଚାଲ, ଆଗକୁ ଗୋଟେ ଭୟାନକ ବାଘ ମାଡ଼ି ଆସୁଛି। ୟା ପରେ ବି ଆପଣ ବା ତୁମେ ସେହି ଜାଗାରୁ ଗଲ ନାହିଁ। ଏଥିରୁ ଆପଣମାନେ ଜାଣିନେବେ ଯେ ଦର୍ଶକ ବନ୍ଧୁ, ଈଶ୍ୱର ସବୁବେଳେ ଆମ ସାଙ୍ଗରେ ରହିଥାନ୍ତି। ଏମିତି ବହୁତ ସାରା ସଂକେତ ଦେଇଥାନ୍ତି। ଭଲ ସମୟ ହେଉ କିମ୍ବା ଖରାପ ସମୟ ହେଉ, ଆମେ ସବୁବେଳେ ଭଲକୁ ଗ୍ରହଣ କରୁଛେ, ତେବେ ଖରାପ କିଏ ଗ୍ରହଣ କରିବ? ଯଦି ଆମେ ଦୁଃଖ ପାଇବା ନାହିଁ, ସୁଖ କେମିତି ଆସିବ? କିନ୍ତୁ ଈଶ୍ୱର ସବୁବେଳେ ଆମକୁ ସଂକେତ ଦେଇଥାନ୍ତି। ତ ଏହି ସଂକେତକୁ ଆପଣମାନେ ଜାଣି ରଖନ୍ତୁ, ଆଗରୁ ସତର୍କ ହୋଇଯାଆନ୍ତୁ। ଈଶ୍ୱର ସବୁବେଳେ ପ୍ରତ୍ୟେକଙ୍କ ପ୍ରାଣୀ ପାଖରେ ସୁଖ ଦୁଃଖ ସବୁ କିଛିରେ ଥାଆନ୍ତି। ଏବେ ଚାଲନ୍ତୁ ଡେରି ନକରି ସେହି 8ଟି ସଂକେତ ବିଷୟରେ ଜାଣିବା। ତା ଆଗରୁ ମୋର ପ୍ରିୟ ଦର୍ଶକମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଯଦି ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖନ୍ତୁ। ପ୍ରଥମ ସଂକେତ, ଯେତେବେଳେ ଖରାପ ସମୟ ଆସିଥାଏ, ଈଶ୍ୱର ଆମକୁ ପ୍ରଥମ ସଂକେତ ଦେଇଥାନ୍ତି ଯେ ନା ଆମର ଘରର ତୁଳସୀ ଗଛ ଆପଣ ଯତ୍ନରେ ରଖିଥିବେ। ତାହା ଖରା ବି ବାଜୁଥିବ, ଶୀତ ବି ବାଜୁଥିବ, ବର୍ଷା ବି ବାଜୁଥିବ, ବହୁତ ଯତ୍ନରେ ରଖିଥିବେ, କିନ୍ତୁ ତାହା ଅଚାନକ ଶୁଖିଯିବା ପାଇଁ ଲାଗିବ। ଅଚାନକ ତାର ସବୁଜ ରଙ୍ଗର ପତ୍ର ଝଡ଼ିବା ପାଇଁ ଲାଗିବ। ତେବେ ଜାଣି ରଖିବେ ଯେ ଆପଣଙ୍କର ଖରାପ ସମୟ ଆସିଯାଉଛି। ତେଣୁ ଜଲ୍ଦି ସେହି ତୁଳସୀ ଗଛକୁ ବଦଳାଇ କରି ନୂତନ ତୁଳସୀ ଗଛ ଲଗାନ୍ତୁ ଏବଂ ଈଶ୍ୱରଙ୍କ ପାଖରେ, ଦେବଦେବ ମହାଦେବଙ୍କ ପାଖରେ ଘିଅର ଦୀପ ଅର୍ପଣ କରି ନିଜ ପରିବାରର ଶୁଭ କାମନା ଚିନ୍ତା କରନ୍ତୁ। ପ୍ରତ୍ୟେକ ଜିନିଷର ଗୋଟିଏ ବିକଳ୍ପ ଥାଏ ଆଜ୍ଞା। ତେଣୁ ଯେତେବେଳେ ବି ଆପଣ ଖରାପ ସମୟ ଆସୁଛି ବା ଖରାପ ସଂକେତ ଦେଖୁଛନ୍ତି, ତୁରନ୍ତ କିଛି ଉପାୟ କରିଦିଅନ୍ତୁ, ନିଶ୍ଚୟ ଆପଣଙ୍କର ଆଶ୍ୱସ୍ତି ପାଇବେ। ଦ୍ୱିତୀୟ ସଂକେତ, ଯଦି ଆପଣଙ୍କ ଘରକୁ ରଙ୍ଗ ପିମ୍ପୁଡ଼ି ଏବଂ ମୂଷା ବାରମ୍ବାର ଆସୁଛି, ଆପଣଙ୍କୁ ବହୁତ ହଇରାଣ କରୁଛି, ଆପଣ ଗୋଟିଏ ଥର ଦୁଇଥର ନୁହଁ, ବାରମ୍ବାର ଆସୁଛି, ଲଗାତାର ଆସୁଛି ଏବଂ ଆପଣଙ୍କୁ ହଇରାଣ କରୁଛି, ଯଦି ଏହି ସଂକେତ ଆପଣ ଦେଖୁଛନ୍ତି, ଆପଣ ତୁରନ୍ତ ଏମିତିରେ ମୂଷାକୁ ମାରିବା କଥା ନୁହଁ, ଜୀବ ହତ୍ୟା ମହାପାପ। ଆପଣ ଏମିତି କିଛି ଉପାୟ କରନ୍ତୁ, ଯେମିତିକି ଜନ୍ତାରେ ପକାଇ ଦିଅନ୍ତୁ, ତାହାକୁ ବାହାରେ ଛାଡ଼ି ଦିଅନ୍ତୁ। ମୂଷା ଯେଉଁ ବାଟରେ ଆସୁଛି ସେହି ରାସ୍ତାକୁ ବନ୍ଦ କରିଦିଅନ୍ତୁ। ପିମ୍ପୁଡ଼ି ପାଇଁ ଅଲଗା କିଛି ଉପାୟ କରନ୍ତୁ ଏବଂ ଯେମିତିକି ଦ୍ୱିତୀୟ ଥର ନ ଆସିବ। ଯେଉଁ ହୋଲରୁ ସେମାନେ ବାହାରୁଛନ୍ତି, ସେହି ହୋଲକୁ ଆପଣମାନେ
ଧଳା ସିମେଣ୍ଟ ଲଗାଇ କରି ତାହାକୁ ପ୍ରେସ୍ କରି ଦିଅନ୍ତୁ। ଏମିତିରେ ଆଉ କେବେ ବି ସେହି ଜୀବମାନେ ଆସିବେ ନାହିଁ। ଏବଂ यार विकल्प ପାଇଁ ଆପଣ କଣ କରନ୍ତୁ, ଏମିତି ଯଦି ସଂକେତ ଦେଖାଯାଉଛି ଆପଣଙ୍କ ଘରକୁ ଦରିଦ୍ରତା ଧୀରେ ଧୀରେ ଆସିବା ପାଇଁ ଚେଷ୍ଟା କରୁଛି, ଅଲକ୍ଷ୍ମୀ ଆସିବା ପାଇଁ ଚେଷ୍ଟା କରୁଛି, ତେବେ କଣ କରିବେ ନା ପୂଜା କରିସାରିବା ପରେ ଆଳତି କର୍ପୂର ଆଳତି କରିବେ, ଘଣ୍ଟି ବଜାଇ କରି ଭଗବାନଙ୍କର ନାମ ଜପ କରି କରି ପୁରା ଘର ସାରା ଆଳତି କର୍ପୂରର ଆଳତି ରେଗୁଲାର ବୁଲାନ୍ତୁ। ଦେଖିବେ ଆପଣଙ୍କର କିପରି ଆଶ୍ୱସ୍ତି ପାଇବେ। ତୃତୀୟ ସଂକେତ, ବିବାহিତା ମହିଳା ଯଦି ସିନ୍ଦୁର ଲଗାଇବା ସମୟରେ ବା ଛୋଟ ଛୁଆ ବାରମ୍ବାର ସିନ୍ଦୁରକୁ ତଳେ ପକାଇ ଦଉଛି, ଅଜାଣତରେ ହଉ କିମ୍ବା ଜଣାତରେ ହଉ, ତେବେ ସ୍ୱାମୀଙ୍କର ନିକଟ ଭବିଷ୍ୟତରେ କିଛି ବିରାଟ ବଡ ଖରାପ ସମୟ ଆସିବା ପାଇଁ ଯାଉଛି। ଆପଣ ଏଥିପାଇଁ କଣ କରନ୍ତୁ ନା ତୁରନ୍ତ ମା ପାର୍ବତୀଙ୍କୁ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ। ମା ପାର୍ବତୀଙ୍କ ପାଖରେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ, ନିଜ ସ୍ୱାମୀଙ୍କର ଉନ୍ନତି ପାଇଁ ମାଙ୍କ ପାଖରେ ପ୍ରାର୍ଥନା କରନ୍ତୁ। ରେଗୁଲାର ମନ୍ଦିର ଯାଆନ୍ତୁ, ମା ପାର୍ବତୀଙ୍କର ବିଶେଷ ପୂଜା ଅର୍ଚ୍ଚନା କରନ୍ତୁ। ଦେଖିବେ ଆପଣଙ୍କର ସ୍ୱାମୀଙ୍କ ପାଖକୁ ଯେଉଁ ଦୁର୍ଭାଗ୍ୟ ଆସିବାକୁ ଆସୁଛି ତାହା ନିଶ୍ଚୟ ଟଳିଯିବ। ରେଗୁଲାର କରନ୍ତୁ ଏହି ଉପାୟ। ଚତୁର୍ଥରେ, ଯଦି ଆପଣଙ୍କ ଘରେ ଆପଣ ବିଲେଇ କିମ୍ବା କୁକୁର ପାଳୁଛନ୍ତି, ତାହା ଏକ ଅଜବ ପ୍ରକାରର ଶବ୍ଦ କରୁଛି, ଯେପରିକି ସେ କାନ୍ଦୁଛି, ବିରାଡ଼ି କାନ୍ଦିବା, ବିରାଡ଼ି ଝଗଡା ଲାଗିବା, କୁକୁର କାନ୍ଦିବା, ନିଜ ଘରେ ଯଦି ଏପରି ହଉଛି କିମ୍ବା ଆପଣ ଶୁଣୁଛନ୍ତି ବାହାରର ଗୋଟିଏ କୁକୁର କିମ୍ବା ବିରାଡ଼ି ଆସିକରି ଆପଣଙ୍କ ଘର ସାମ୍ନାରେ ଏପରି ବାରମ୍ବାର କରୁଛି, ତେବେ ଆପଣଙ୍କର ଆଗକୁ କିଛି ଖରାପ ହବାକୁ ଆସୁଛି। ତ ଏଥି ନିମନ୍ତେ ଆପଣ କଣ କରିବେ, ଆପଣଙ୍କ ଘରକୁ ଲୁଣ ପକାଇ କରି ପୋଛା ଲଗାଇବେ ଘରକୁ, ଏବଂ ମହାଦେବଙ୍କ ପାଖକୁ ଯିବେ। ସେଥିରୁ ଯୋଉ ପାଦୁକା ମିଳୁଛି, ଗୋଟାଏ ଲୋଟା ଜଳ ଦେବଦେବ ମହାଦେବଙ୍କୁ ଚଢାଇବେ ଏବଂ ସେଥିରୁ ଯୋଉ ପାଦୁକା ମିଳୁଛି ସେହି ପାଦୁକାକୁ ସେହି ଢାଳରେ ଧରି କରି ଆସିବେ। ମୁଖ୍ୟ ଦ୍ୱାର ସହିତ ପ୍ରତ୍ୟେକ ଘରର ଚାରିପଟେ ସିଞ୍ଚନ କରିବେ। ରେଗୁଲାର କରନ୍ତୁ। ଦେଖିବେ ଘରକୁ ଗରିବୀ ଏବଂ ଘରକୁ ବିପଦ କେବେ ବି ଆସିବ ନାହିଁ। ପଞ୍ଚମରେ, ହାତରୁ କାଚ ପଡ଼ି ଭାଙ୍ଗିବା। ବାରମ୍ବାର ଯଦି ହାତରୁ କାଚ ପଡ଼ି ଭାଙ୍ଗି ଯାଉଛି, ଏହା ବି ଏକ ଅଶୁଭ ସଂକେତ ଅଟେ। ଆଗକୁ ଏକ ବହୁତ ବଡ଼ ବିପଦ ଆପଣଙ୍କ ଘରକୁ ଆସୁଛି। ଗୋଟିଏ ଥର ଦୁଇଥର ନୁହେଁ ଆଜ୍ଞା, ଯଦି ବାରମ୍ବାର ହଉଛି ତେବେ ଏହା ଖରାପ ସମୟର ସୂଚନା ଦେଇଥାଏ। ତେବେ ଆପଣ ମଧ୍ୟ କଣ କରନ୍ତୁ, ନିଜ ଘରରେ ଦୁଇ ସମୟ ଭଲ ଭାବରେ ପୂଜା କରନ୍ତୁ। ନିଜ ଘରର ଠାକୁରଙ୍କୁ ନିଜ ଘରର ଉନ୍ନତି ପାଇଁ ପ୍ରାର୍ଥନା କରନ୍ତୁ। ଦେଖିବେ ବିପଦ ନିଶ୍ଚୟ ଟଳିଯିବ। ସପ୍ତମ ସଂକେତ ଏହାଟେ ଯେ, ଯଦି ଘରେ ଛୋଟ ଛୁଆ ମାନେ ସକାଳୁ ସକାଳୁ ବିନା କାରଣରେ କାନ୍ଦୁଛନ୍ତି, ଏମିତିରେ ଛୁଆ ମାନେ ତ କାନ୍ଦିବା କଥା ନୁହେଁ, ସକାଳୁ ସକାଳୁ ଜମା ବି କାନ୍ଦିବା କଥା ନୁହେଁ। ଆପଣ ମାନେ ପୂଜା କରୁଛନ୍ତି କାନ୍ଦୁଛନ୍ତି, କିମ୍ବା ସକାଳୁ ସକାଳୁ ବିନା କାରଣରେ କାନ୍ଦୁଛନ୍ତି, ସକାଳୁ ସକାଳୁ କେହି ବିନା କାରଣରେ ଝଗଡା ଲାଗୁଛି ଆପଣଙ୍କ ଘରେ, ତେବେ ଏହା ବି ଏକ ଖରାପ ସୂଚନା ଅଟେ। ତେଣୁ ଚେଷ୍ଟା କରନ୍ତୁ ଆପଣଙ୍କ ପରିବାରର ସଦସ୍ୟ ମାନଙ୍କୁ ମନ ଶାନ୍ତ କରିବା ପାଇଁ। ଏଥିପାଇଁ ଆପଣ କଣ କରିବେ, ସକାଳ ଏବଂ ସନ୍ଧ୍ୟାରେ ନିଜ ଘରେ ଭଜନ ଲଗାନ୍ତୁ। ଦେଖିବେ ମନକୁ ଶାନ୍ତି ମିଳିବ। ଏବଂ ଘରର ପ୍ରତ୍ୟେକ ସଦସ୍ୟ ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଘରକୁ କୌଣସି ବି ନଜର ଦୋଷରୁ ଆପଣ ମାନେ ବଞ୍ଚିକି ହିଁ ରହିବେ, କିଛି ହେବ ନାହିଁ। ଅଷ୍ଟମ ସଂକେତ ଏହାଟେ ଯେ, ଯଦି ଆପଣଙ୍କ ଘରେ କ୍ଷୀର ଉତୁରି ଯାଉଛି କିମ୍ବା କ୍ଷୀର ବିନା କାରଣରେ ଛିଡି ଯାଉଛି, କ୍ଷୀର ଠିକ ଠାକ ଥିବ ହଠାତ୍ ଛିଡିଯିବ, କିମ୍ବା ଆପଣ କ୍ଷୀରି ପ୍ରସ୍ତୁତ କରୁଛନ୍ତି ତାହା ହଠାତ୍ ଛିଡି ଯାଉଛି, ଏହା ବି ଗୋଟିଏ ଖରାପ ସମୟ ସଂକେତ ଅଟେ। ଆପଣଙ୍କ ସ୍ୱାମୀଙ୍କ ଉପରକୁ ନିଶ୍ଚୟ ଏକ ବିପଦ ମାଡି ଆସୁଛି। ଏଥିପାଇଁ ଆପଣ କଣ କରନ୍ତୁ ନା ରେଗୁଲାର ଆପଣ ବିଷ୍ଣୁ ସହସ୍ର ନାମ ନିଜ ଘରେ ଲଗାଇ କରି ଶୁଣନ୍ତୁ। ତା ସହିତ ଯେତେ ବଡ଼ ଦୁର୍ଭାଗ୍ୟ ଆସୁନା କାହିଁକି, ଏହା ତ ଥିଲା 8ଟି ସଂକେତ। ଈଶ୍ୱର କଣ କରନ୍ତି ନା ଯେତେବେଳେ ମଣିଷକୁ ଖରାପ ସମୟ ଆସେ ସୂଚନା ଦେଇ ଦିଅନ୍ତି, କୁହନ୍ତି କି ସତର୍କ ରହିଯାଅ, ଆଗକୁ ବିପଦ ଆସୁଛି। ତେଣୁ ମଣିଷ କଣ କରିବା ଦରକାର ନା ସତର୍କ ରହିଯିବା ଦରକାର। ସତର୍କ ରହିବା ଦ୍ୱାରା ତା ଉପରକୁ ଯେଉଁ ବିପଦ ଆସିଥାଏ ତାହା ଟଳି ଯାଇଥାଏ। ତେଣୁ ବିପଦକୁ ଜମା ବି ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ, ନିଶ୍ଚୟ ଟଳିଯିବ। ତା ପାଇଁ ଆପଣ ମାନେ ଉପାୟ ସବୁ କରିବା ପାଇଁ ପଡିବ। ନିଶ୍ଚୟ ଈଶ୍ୱରଙ୍କ ଉପରେ ଭରସା କରନ୍ତୁ, ଆପଣ କିଛି କରିବେ ନାହିଁ। ଏବଂ ରେଗୁଲାର ଆପଣଙ୍କ ପାଖକୁ ଖରାପ ସଂକେତ ସବୁ ଆସୁଛି, ଆପଣ ଦେଖିକରି ଅଣଦେଖା କରୁଛନ୍ତି, ଏହା ଜମା ବି ଭଲ ନୁହେଁ। ରେଗୁଲାର ପୂଜା କରନ୍ତୁ। ଯେଉଁ ଉପାୟ ସବୁ କହିଲି, ଯେକୌଣସି ବ୍ୟକ୍ତି ପ୍ରତ୍ୟେକ ଉପାୟ ସବୁ ଉପାୟ ଆପଣ କରିପାରିବେ। ଏବଂ ସବୁଠାରୁ ଶ୍ରେଷ୍ଠ ଉପାୟ, ଯଦି ଆପଣଙ୍କୁ କେହି କହୁଛି ଯେ ଆପଣଙ୍କ ଘରେ ଭୂତ ପ୍ରେତର ବାସ ରହୁଛି, ଆପଣଙ୍କ ଘରେ ବାସ୍ତୁ ଦୋଷ ରହୁଛି, କିଛି କରିବା ଦରକାର ନାହିଁ। ଶିବ ମନ୍ଦିର ଯାଆନ୍ତୁ, ଶିବ ମନ୍ଦିରର ପାଦୁକାକୁ ନେଇକରି ଆସନ୍ତୁ, ତାହାକୁ ପୁରା ଘର ବୁଲାନ୍ତୁ, ଘର ସାରା ସିଞ୍ଚନ କରନ୍ତୁ ରେଗୁଲାର। ଏବଂ ସ୍ୱାମୀଙ୍କୁ ସବୁବେଳେ ଶିବ ମନ୍ଦିରର ଗୋଟିଏ ଧଳା ପୁଷ୍ପ ପ୍ରତ୍ୟେକ ଦିନ ଦିଅନ୍ତୁ ଏବଂ ତାହାକୁ ପୁଣି ତା ପର ଦିନ ଚେଞ୍ଜ କରିଦିଅନ୍ତୁ। ଏହା ଦ୍ୱାରା କଣ ହୋଇଥାଏ ନା ସ୍ୱାମୀଙ୍କର ଚାକିରିରେ ଉନ୍ନତି ହୋଇଥାଏ।
ପୂଜା କରିସାରିବା ପରେ ଯେଉଁ କର୍ପୂରର ଆଳତି ତାହାକୁ ଘର ସାରା ବୁଲାନ୍ତୁ, ଘଣ୍ଟି ବଜାଇ କରି ଘର ସାରା ବୁଲାଇବେ, ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ଯିବେ, ପୁଣି ଆଣି ଠାକୁର ଘରେ ରଖିଦେବେ। ଏହା ଦ୍ୱାରା ଘରକୁ କେବେ ବି ଗରିବୀ ଆସେ ନାହିଁ। ଚେଷ୍ଟା କରନ୍ତୁ ଆଜ୍ଞା, ଆପଣଙ୍କର ନିଶ୍ଚୟ ମଙ୍ଗଳ ହବ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ।